हरे कृष्ण। तो आम भगवद गीतार चतुर्थ अध्याय पढ़ी आसुचे। चतुर्थ अध्याय रे वर्तमान जो सेक्शन आम पढ़ुचे ए सेक्शन रे भगवान बड़ सुंदर भाव रे कहउचंती। ज्ञान जोग विषय भगवान कहउचंती। जड़े व्यक्ति कही पारे ज्ञान जोग जोगी मुक्ति दे थाए, कर्म जोगटा बंधन रे बांधी दे थाए। तो भगवान आपण एमती अलग अलग कौन पे कले? पार्सलिटी नुहे। भगवान को ना मु किछि पार्सलिटी करनी। ये सबु वर्ण तैयारी करा जायछि लोक मानकर इच्छा अनुसार। चतुर्वर्ण्यम मया सृष्टम गुण कर्म विभागसः तस्य कर्तारम अपि माम विद्धि अकर्तारम अव्ययम। चतुर्वर्ण मया सृष्टम गुण कर्म विभागस। चारिटा वर्ण भगवान तैयारी करचंती। चतुर्वर्ण्य मया सृष्टम मु तैयारी करिछि। भगवान मानुचंती बाबा ऑटोमेटिक किछि हेनी, मु निजे तैयारी करिछि। चतुर्वर्ण्य मया सृष्टम केमिति तैयारी करिछि? गुण कर्म विभागसह। तांकर गुण तांकर कर्म को नेकी विभाग करा जायछि। तस्य कर्तारम अपिमाम एहीपरि भावरे मु तैयारी करिछि। तस्य कर्तारम अपिमाम किंतु विधि अकर्तम अव्ययम। मु तैयारी करिछि एहीपरि भावरे, किंतु जानी रख विधि अकर्तारम। आगु संधि विच्छेद करिवे लास्ट लाइन टा विधि अकर्तारम अव्ययम हव। माने मु तैयारी करिछि सिस्टम ता तस्य कर्तारम अपिमाम अपि माने परंतु किंतु विधि जानी रख अकर्तारम मु भितरे कर्ता नुहे। मु से भितरे फसेनी रे बाबा। अवयम आई एम टोटली इम्पार्शियल। ए भितरे मोर किछि लेना देना नाही। भगवान कहउचंती ए संसार रे चारिटा वर्ण मु तैयारी करिछि, किंतु जानी रख तमे कोनी कि अरे तमे को वर्ण रे आसुच, तमे ए ड्यूटी कल, तमे तो जन्म हल वसुदेव को पुओ हिसाब रे जन्म हल। तमे तो क्षत्रिय, युद्ध करिया कथा। ए वृंदावन रे जाकी गाई को चरोच, एटा कोन काम चलछि? वैश्य काम करूच। भगवान कहले बाबा मो से भितरे जाएनी। मते से भितरे जदि तमे पुरेब तमे निजे कंफ्यूज हे जिवो। हैं मु अकर्तार, मु आटू ऊपर अछि, मु तैयारी करिछि। कंपनी टा मु स्टार्ट करिछि। चेयरमैन ऊपर थोड़ी कंपनी रा नियम टा लागू हबो। भगवान कहले मु जन्म हेली वसुदेव को पुअर ऊपर जन्म देली, क्षत्रिय कुल रे जन्म ହେଇଛି, किंतु लीला କରିଛି वैश्य कुल रे। नंद ଯଶୋଦାଙ୍କ ପାଖରେ ମାଖନ ଖାଇଛି, ଲହୁଣୀ ଖାଇଛି, ଗାଈ ଚରେଇଛି, ସବୁ ସେ ସବୁ लीला କରିଛି 10 ବର୍ଷ ଯାଏ। ତାପରେ ଆସିଲି ଆଉ ଥରେ କ୍ଷତ୍ରିୟ लीला କରିଲି, ମହାଭାରତ ଯୁଦ୍ଧ କରିଲି। ସେ ମହାଭାରତ ଯୁଦ୍ଧରେ ପ୍ରବଚନ ବି ଦେଇ ଦେଇଛି, ବ୍ରାହ୍ମଣ କାମ ବି କରିଛି, ଭଗବତ ଗୀତା ଶୁଣେଇଛି। ଏମିତି ପ୍ରବଚନ ଦେଇଛି, ମୋ ପାଠ ସମସ୍ତେ ପଢୁଛନ୍ତି ଏ ପର୍ଯ୍ୟନ୍ତ। ଏମିତି ଶାସ୍ତ୍ର କିଏ ଦେଇଛି? ତ ବ୍ରାହ୍ମଣ କାମ ବି କରିଛି। ସେଇଠି ଶୂଦ୍ର କାମ ବି କରିଛି, ଘୋଡ଼ା ବି ଚଲେଇଛି, ରଥ ଚଲେଇଛି, ଡ୍ରାଇଭର କାମ ବି କରିଛି। ଏସ ରଥ କିଏ ଚଲାଏ? ରଥ କ୍ଷତ୍ରିୟ ଚଲାଏ, ବ୍ରାହ୍ମଣ ଚଲାଏ ନା, ରଥ ଚଲାନ୍ତି ଶୂଦ୍ର ମାନେ। ସୁତ ପୁତ୍ର ସେଥିଲାଗି କର୍ଣ୍ଣକୁ କୁହାଯାଏ। ବୁଝା ପଡିଲା? ତ ରଥ ବି ଭଗବାନ ନିଜେ ହାତରେ ଧରିଛନ୍ତି, ଚଲେଇଛନ୍ତି। ଭାବନ୍ତୁ, ଶୂଦ୍ରର କାମ ମଧ୍ୟ କରିଛନ୍ତି। ତ ଯଦି ଭଗବାନଙ୍କୁ ତମେ କହିବ ତମେ କୋଉ ଗୁଣରେ, ଭଗବାନ କହୁଛନ୍ତି ଆରେ ମୁଁ ତିଆରି କରିଛି ସିନା, ମତେ ଏଇ ଭିତରେ ତମେ ପକେଇବନି। ବୁଝିଲ? ବିଧି ଅକର୍ତ୍ତାରମ୍ ଅଭୟମ୍। ଜାଣି ରଖ ମୁଁ ଆଠୁ ଉପରେ ଅଛି, କାରଣ ଏ ସଂସାରଟା ହଉଛି ମୋର ବୋଲି। ଏ ଶ୍ଲୋକରେ ଭଗବାନ ବହୁତ ଇମ୍ପୋର୍ଟାଣ୍ଟ କନସେପ୍ଟ ଏଇଟା କହୁଛନ୍ତି, ଚତୁର୍ବର୍ଣ୍ଣ ମୟା ସୃଷ୍ଟମ୍। ପ୍ରଭୁପାଦ ବଡ଼ ସୁନ୍ଦର ଭାବରେ କହୁଛନ୍ତି ଚାରିଟା ବର୍ଣ୍ଣ ଭଗବାନ ତିଆରି କରିଛନ୍ତି। କଣ ପାଇଁ ତିଆରି କରିଛନ୍ତି? କାରଣ ଲୋକ ଏମିତିକାର ଭାବନାରେ, ଲୋକ ଅଲଗା ଅଲଗା ଲେଭେଲରେ ଲୋକ ଦେଖନ୍ତୁ। ଆପଣ କୋଉଠିକୁ ବି ଯିବେ ଅଲଗା ଅଲଗା ପ୍ରକାରର ଲୋକ ଆପଣ ଦେଖିବାକୁ ମିଳିବେ ବାଇ ଡିଫଲ୍ଟ। ଆପଣ ମାନନ୍ତୁ ନ ମାନନ୍ତୁ, କିଛି ବୁଦ୍ଧିମାନ ଲୋକ ଥିବେ, ସେମାନଙ୍କୁ ବ୍ରାହ୍ମଣ ଧରି ନିଅନ୍ତୁ, ବୁଦ୍ଧିଜୀବୀ, ସାଇଣ୍ଟିଷ୍ଟ ଆଜିକା ତାରିଖରେ, ବଡ଼ ବଡ଼ ରାଇଟର, ସାଇଣ୍ଟିଷ୍ଟ, ଇଣ୍ଟେଲେକ୍ଚୁଆଲ ଲୋକ, ତାଙ୍କର ମୁଣ୍ଡ ବେଶୀ କାମ କରିବ। ବୁଦ୍ଧି ତାଙ୍କୁ କହିବେ ଗୋଟେ ବସ୍ତା ଚାଉଳ ଉଠା, ମୁଣ୍ଡ ଖରାପ ହେଇଯିବ ତାଙ୍କର। କହିବେ ଚାଉଳ ମୋ ଦ୍ୱାରା ହବନି, ଅଣ୍ଟା ଭାଙ୍ଗିଯିବ ରେ ବାବା। କିନ୍ତୁ ବସିକି ତର୍କ ବିତର୍କ କର, ବସିକି 2 ଘଣ୍ଟା କରୁଥିବେ ବସିକି ତର୍କ। ତାଙ୍କର ମୁଣ୍ଡ ବେଶୀ, ବୁଦ୍ଧି ତାଙ୍କର ବେଶୀ ଶକ୍ତିଶାଳୀ। ତ ଏଇଟାକୁ ଇଣ୍ଟେଲେକ୍ଚୁଆଲ କ୍ଲାସ କହନ୍ତି, ବ୍ରାହ୍ମଣ କ୍ଲାସ ଆକୁ କହନ୍ତି। ବୁଝିପାରିଲେ? ସେମାନେ ସତ୍ୱ ଗୁଣର ଲୋକ, ସେମାନେ ମୋଡ ଅଫ ଗୁଡନେସ୍। କିଛି ଲୋକ ରହିବେ କ୍ଷତ୍ରିୟ ଲୋକର ସ୍ୱଭାବରେ ରହିବେ,
ତାଙ୍କୁ ବସିକି ପାଠ ପଢି ଇଏ କର ତାଙ୍କ ମୁଣ୍ଡ ଫ୍ୟୁଜ୍ ହେଇଯିବ। କାହାକୁ ପିଟା ମରା କର ଧାଁ ଥପଡ଼ କର ସାମ୍ନାରେ ଆସିକି ଛିଡା ହେଇଯିବେ। ନାଇଁ ଆମ କଲେଜରେ ଗୋଟେ ମୋ ସାଙ୍ଗ ଥିଲା, ତାକୁ ଝଗଡା ଫଗଡା କରିବ ମାନେ ତାକୁ ପୁରା ଆନନ୍ଦ ବୁଝିପାରିଲେ। କୋଉଠି ଝଗଡା ହେଲା ମାନେ ଆଗକୁ ଯାଇକି ଛିଡା ହେଇପାରିବ, ଦି ତିନିଟା ମାରିବ, ମାଡ ଖାଇବ, ମାଡ ଦେଇକି ଆସିବ। ମୁଁ କହିଲି କଣ ପାଇଁ ଯାଉଛେ ନା ମଜା ଲାଗୁଛି। ମାଡ ଖାଇଲୁ, ମାଡ ଖାଇଲେ ବି କଣଟା ଦିଟା ଦେଇକି ଆସିଛି ନା। ତାକୁ ସେଇଟା ଆନନ୍ଦ, ସେଇଟା କ୍ଷତ୍ରିୟ ସ୍ୱଭାବ। ସେମାନଙ୍କୁ ମାର ଧର ପାଟି ତୁଣ୍ଡ କଟା କଟି ରକ୍ତ ଫକ୍ତ ବହିଲେ ତାଙ୍କୁ ଟିକେ ମଜା ଲାଗିବ ଟିକେ, ବୁଝିପାରିଲେ ନା। ସେଟା କ୍ଷତ୍ରିୟ ସ୍ୱଭାବ ଲୋକ ସେମାନଙ୍କର। କ୍ଷତ ହେଲେ ସେମାନଙ୍କୁ ଆନନ୍ଦ ଲାଗିବ, ସେଥିଲାଗି କ୍ଷତ୍ରିୟ, କ୍ଷତ ଇତି ହିଁ କ୍ଷତ୍ରିୟ। ତ ସେମିତିକା ସ୍ୱଭାବ ବାଇ ଡିଫଲ୍ଟ ଦେଖୁନାହାନ୍ତି ଆମର ମିଲିଟ୍ରି, ଆର୍ମି, ପୁଲିସ, ଏମାନେ କଣ କ୍ଷତ୍ରିୟ ନା। ଆମର ଜଣେ ବ୍ରହ୍ମଚାରୀ ଅଛନ୍ତି ଆଶ୍ରମରେ, ସିଏ ଏକ୍ସ ଏୟାରଫୋର୍ସ ରୁ ଆସିଛନ୍ତି, ମାନେ ପ୍ରଥମେ ଏୟାରଫୋର୍ସରେ ଥିଲେ, ଫ୍ଲାଇଟ୍ ଚଲାଉଥିଲେ, ଏୟାରଫୋର୍ସ ଯୋଉ ଫାଇଟିଂ ଜେଟ୍ ଚଲାଉଥିଲେ। ତ ସେ 15 ବର୍ଷ ଚାକିରି କରିକି 15 ବର୍ଷ ପରେ ରିଟାୟାର୍ଡ ହେଇକି ବ୍ରହ୍ମଚାରୀ ଆଶ୍ରମ ଜଏନ୍ କରିଛନ୍ତି। ତ ଆମେ ଥରେ ପଚାରୁଥିଲୁ ଆରେ ପ୍ରଭୁଜୀ ଆପଣ ଏୟାରଫୋର୍ସରୁ ଆସିଛନ୍ତି, କେମିତି କଣ ଟିକେ ଆପଣଙ୍କ ବିଷୟରେ ଟିକେ କୁହନ୍ତୁ, ଏୟାରଫୋର୍ସରେ କଣ କେମିତି ଆପଣଙ୍କ ସବୁ ଚିନ୍ତାଧାରା ଥାଏ। ସେ କହିଲା କି ଆମେ ଆମର ରିଟାୟାରମେଣ୍ଟ ପୂର୍ବରୁ ଆମେ ସବୁ ଭାବିଥାଉ କି ଗୋଟେ ନା ଗୋଟେ ୱାରରେ ପ୍ଲେନ୍ ଚଲେଇବୁ, ଏଟଲିଷ୍ଟ ଗୋଟେ ଥର ତ ୱାରରେ ପ୍ଲେନ୍ ଚଲେଇବୁ। ଆଉ ଯଦି ଇଣ୍ଡିଆ ପାକିସ୍ତାନ ୱାର ହେଇଗଲା ତ ଆହୁରି ମସ୍ତ ଆନନ୍ଦ, ତାଠୁ ଆନନ୍ଦ କିଛି ନାହିଁ। ବୋଲେ ଦି ତିନିଟା ବୋମା ଫୋମା ପକେଇବୁ, ପ୍ଲେନ୍ ଚଲେଇଲେ ଆମକୁ ଲାଗେ କି ଆମର ଜବଟା ସକ୍ସେସ୍ ହେଇଗଲା ବୋଲି। ଯଦି ରିଟାୟାରମେଣ୍ଟ ଭିତରେ ଥରେ ବି ଯୁଦ୍ଧ ହେଲାନି ମଜା ଲାଗେନି। ତ ଏଇଟା କ୍ଷତ୍ରିୟ ସ୍ୱଭାବ। ଆଉ ଯଦି କ୍ଷତ୍ରିୟ ସ୍ୱଭାବ ଲୋକ ଯଦି ସେ ଭିତରେ ଯଦି ଯାଇନି, ଅଲଗା ସ୍ୱଭାବ ଲୋକ ଯାଇଛି, ସେ ଡରୁଥିବ ଆରେ ଯୁଦ୍ଧ ନ ହଉ ଯୁଦ୍ଧ ନ ହଉ ରେ ବାବା, ସେ ଡରୁଥିବ ସବୁବେଳେ ଶୂଦ୍ର ଲୋକ, ପଇସା ପାଇଁ ଯଦି ପଶି ଯାଇଛି ଭିତରେ। ଆଉ ସତରେ ଯଦି କ୍ଷତ୍ରିୟ ସ୍ୱଭାବ, ତାକୁ ମଜା ଲାଗେ ଯୁଦ୍ଧ କରିବା ପାଇଁ। ସେଥିପାଇଁ ଦେଖନ୍ତୁ ପ୍ରଥମେ ରାଜା ମାନେ ଯେତେବେଳେ ଯୁଦ୍ଧ କରନ୍ତି ସବୁଠୁ ସାମ୍ନାରେ ରାଜା ଛିଡା ହେଇଥାଏ। ଯୁଦ୍ଧ ଯେତେବେଳେ ହୁଏ ସବୁଠୁ ଫ୍ରଣ୍ଟ ଲାଇନରେ ରାଜା ଛିଡା ହେଇଥାଏ। ଆଜିକାଲି ଭଳିଆ ନାହିଁ କଣ୍ଟ୍ରୋଲ ରୁମରେ ବସିକି ହଁ ହଁ ଯାଅ ଯାଅ ଯୁଦ୍ଧ କର ଯୁଦ୍ଧ କର ସମସ୍ତଙ୍କୁ ପଠେ, କମାଣ୍ଡର ସବୁଠୁ ଲାଷ୍ଟରେ ବସିଥିବ ଏସି ରୁମ ଭିତରେ। ସେଇଟା ନୁହେଁ, ସେଇଟା କ୍ଷତ୍ରିୟ ସ୍ୱଭାବ। କ୍ଷତ ଯୁଦ୍ଧ କରିବା ପାଇଁ ପସନ୍ଦ କରନ୍ତି, ସେମାନେ ପ୍ୟାସନେଟ୍। ତମ ରଜଗୁଣ ଲୋକ, ସେମାନେ ରାଜସିକ ଥିବେ। ସେମାନେ ଭଲ ଖାଇବେ, ଭଲ ପିଇବେ, ଭଲ ଫାଇଟିଂ କରିବେ। ରାଜସିକ ଲୋକ ସବୁ ଯାକ, ଇନ୍ଦ୍ରିୟ ଭୋଗ କରିକି ରହିବେ। ତାପରେ ଭଗବାନ କହୁଛନ୍ତି ବୈଶ୍ୟ। ବୈଶ୍ୟ ଭଗବାନ କହୁଛନ୍ତି ରାଜଗୁଣ ତମ ଗୁଣ ଦିଟା ମିଶ୍ରିତ ହଉଛି ବୈଶ୍ୟ। ରଜଗୁଣ ତମ ଗୁଣ ଦିଟା ମିଶ୍ରିତ ହଉଛି ବୈଶ୍ୟ। କୃଷି ଗୋରକ୍ଷା ବାଣିଜ୍ୟ, କୃଷି ମାନେ ଫାର୍ମିଂ କରିବ, ଏଗ୍ରିକଲଚର କରିବ, ଚାଷ କରିବ। କୃଷି ଗୋରକ୍ଷା, ଗାଈକୁ ରକ୍ଷା କରିବ, ଗୋ ପାଳନ କରିବ, ଗାଈ ବଳଦଙ୍କୁ ରକ୍ଷା କରିବ। କୃଷି ଗୋରକ୍ଷା, ଆ ଦ୍ୱାରା କଣ ହବ, ପଇସା କମେଇବ, ପଇସା ଆସିବ ନା। ବାଣିଜ୍ୟ, ବ୍ୟାପାର କରିବ, ବିଜନେସ କରିବ। ତ ଏଇଟା ହଉଛି ବୈଶ୍ୟର କାମ। ତ ଦେଖନ୍ତୁ ସମାଜରେ ଆପଣ ଦେଖିବେ ବାଇ ଡିଫଲ୍ଟ ବିଜନେସମ୍ୟାନ ମାନେ ଥାନ୍ତି, ବେପାରୀ ମାନେ ଥାନ୍ତି ନା। ସେମାନେ କିଏ, ବୈଶ୍ୟ ସେମାନେ। ସେମାନେ ଆମ ଶାସ୍ତ୍ରକୁ ତମେ ମାନ ନ ମାନ, ଶାସ୍ତ୍ରରେ ଯାହା ଲେଖା ଯାଇଛି ମାନେ ସେଇଟା ହୁଏ, ସେଇଟା ବାଇ ଡିଫଲ୍ଟ ସେଇଟା ହୁଏ। ତମେ ନ ମାନିଲେ ଏମିତି ନାଇଁ କି ଏଇଟା ଏକ୍ଜିଷ୍ଟ କରିବନି, ଏଇଟା ଏକ୍ଜିଷ୍ଟ ହଉଛି କାରଣ ଭଗବାନ କହୁଛନ୍ତି ମୁଁ ନିଜେ ତିଆରି କରିଛି। ଏସବୁ ଆମର ଧୀରୁ ଭାଇ ଅମ୍ବାନୀ, ମୁକେଶ ଅମ୍ବାନୀ, ଟାଟା ବିର୍ଲା, ଏମାନେ ସବୁ କିଏ, ଏସବୁ କ୍ୟାଟାଗୋରୀରେ ଯିବେ, ବୈଶ୍ୟ କ୍ୟାଟାଗୋରୀରେ। ମାରବାଡି ମାନେ, ତାଙ୍କୁ ଯୋଉଠି ବି ପକେଇ ଦିଅ, ଟଙ୍କାଟେ ଦେଇକି ଛାଡ, ତାକୁ 100 ଟଙ୍କା କରିଦେବେ, 100 ଟଙ୍କା ଥିଲେ 1000 ଟଙ୍କା କରିଦେବେ। ତାଙ୍କ ରକ୍ତରେ ସେଇଟା ଅଛି, ବିଜନେସ। ବୁଝିପାରିଲେ ନା। ତ ତ ଯାହାର ଗୁଣ ଯୋଉଟା ଅଛି ସ୍ୱଭାବ, ତାକୁ ଯୋଉଠି ବି ପକେଇଲେ ସେ ସେଇ ଜିନିଷଟା ଆରାମସେ ଖୁସି ଖୁସିରେ ସେ କରିବ। ଶେଷରେ ଆସୁଛି ଶୂଦ୍ର। ଶୂଦ୍ର ମାନେ କଣ, ତମ ଗୁଣ ଲୋକ। ସେମାନେ ବେଶୀ ମୁଣ୍ଡ ଖଟେଇବେନି, ତାଙ୍କୁ ଗୋଟେ ଥର କାମ କହିଦେଲେ ନା ସେ କାମଟା ଚୁପଚାପ ଧୀରେ ଧୀରେ କରୁଥିବେ। ଆଉ ବେଶୀ ମୁଣ୍ଡ ଖଟିଲେ ସେ ଥୋଡି ଶୂଦ୍ର ହେଇକି ରହିବ। ସେ ତ ଆଉ କଣ ବିଜନେସ ଛିଡା କରିଦବ, ତାର ନିଜର ଗୋଟେ ବ୍ୟାପାର ଷ୍ଟାର୍ଟ କରିଦବ। ତ ଶୂଦ୍ର ବ୍ୟକ୍ତି ବେଶୀ ତାର ଆଇଡିଆ, ପ୍ଲାନିଂ, ଇନୋଭେସନ ଏସବୁ ନଥାଏ ତାଙ୍କର। ସେମାନଙ୍କୁ ଥରେ ଜିନିଷଟା କହିଦେଲେ ବାବା ଏମିତି କରିବୁ, ଏଇ ଜାଗାରେ ପାଣି ପକେଇବୁ, ଏଇଟା ଏମିତି ବଟନ ଦବେଇବୁ, ଏଇଟା ଏମିତି କରିବୁ, ହଁ ଆଜ୍ଞା ଠିକ ଅଛି। ସେଇଟା ସେ କରୁଥିବ କରୁଥିବ 10 ବର୍ଷ, 15 ବର୍ଷ, 20 ବର୍ଷ, 50 ବର୍ଷ ବି କରିବ, ତାକୁ ବୋର ଲାଗିବନି। ବ୍ରାହ୍ମଣ ବ୍ୟକ୍ତିକୁ ପକେଇଦେବେ ମୁଣ୍ଡ ଗରମ ହେଇଯିବ ତାର, ବଟନ ଦଉଥିବି ଦିନ ସାରା, କାମ କିଛି ନାହିଁ ମୋର। ସେ ତାର ନିଜର ଗୋଟେ ମସିନ ତିଆରି କରିଦବ। ତ ଏଇ ଗୁଣ ହିସାବରେ କର୍ମ ଗୁଡିକ ବଣ୍ଟା ଯାଇଛି। ଚତୁର୍ବର୍ଣ୍ଣ ମୟା ସୃଷ୍ଟମ ଗୁଣ କର୍ମ ବିଭାଗ ସହ।
भगवान कहते जार जोटा गुण रहिला से गुण हिसाब से ताको सेमिति कर्मटा दिया जाए। तो सेथिलागि एटा बहुत साइंटिफिक ए जिंसटा। जदि आमे हमर निजर भी गुण जानि परिबा हमर को गुण तो आम ପାଇଁ ସେମିତିକାର କାମ କରିବା ପାଇଁ ଆମକୁ ସାହାଯ୍ୟ ହବ ନା। ଯଦି ଆପଣ କନଫ୍ୟୁଜନ ରହିବେ ଆପଣ ଗୁଣ ଗୋଟେ ଥିବ ଆପଣ କାମ ଗୋଟେ କରୁଥିବେ ଦେଖନ୍ତୁ ଆପଣ କାମ କରୁଥିବେ କିନ୍ତୁ ଆପଣଙ୍କୁ କେବେ ସନ୍ତୁଷ୍ଟି ଲାଗିବନି ଖୁସି କେବେ ରହିବେନି ଆପଣ ଡିସସାଟିସ୍ଫାଇଡ୍ ରହୁଥିବେ କ'ଣ ପାଇଁ କାରଣ ଆପଣଙ୍କର ସ୍ୱଭାବ ଯୋଉଟା ଅଛି ତାର ଏଗେନଷ୍ଟରେ ଆପଣ କାମ କରୁଛନ୍ତି ବୁଝିପାରିଲେ ନା। तो भगवत गीता इज वेरी साइंटिफिक लॉजिकल बुक जोटा कि आमर प्रैक्टिकल डे टू डे लाइफ रे हमको साहाଯ୍य करता है। ମୁଁ ଯେତେବେଳେ ଚାକିରି କରୁଥିଲି ସଫ୍ଟୱେର ଇଞ୍ଜିନିୟରରେ ଟିସିଏସରେ ଥିଲି ଟାଟାରେ ଥିଲି 5 ବର୍ଷ ଚାକିରି କଲା ଭିତରେ ମୁଁ ଦେଖିଥିଲି ଗୋଟେ ବ୍ୟକ୍ତି ତାକୁ ଆରାଉଣ୍ଡ 30+40 ପାଖାପାଖି ହବ ହଠାତ୍ ଚାକିରି ରିଜିଗ୍ନେସନ ଦେଇଦେଲା। ମୁଁ କହିଲି କ'ଣ ପାଇଁ କ'ଣ ହେଲା ଚାକିରି ଛାଡୁଛ ନା କହିଲେ ମତେ ଏଇଟା କୋଡିଂ ଫୋଡିଂ ଆଇଟି ଇଞ୍ଜିନିୟର ଭଲ ଲାଗୁନି ମତେ ଆଉ ମତେ ଭଲ ଲାଗୁନି ମାନେ କ'ଣ ଘର ସଂସାର ସବୁ କିଛି ଚାକିରି ଛାଡି ପଇସା କ'ଣ କମେଇବୁ ନା ମୁଁ ଚାଷ କରିବି କହୁଛି। ମୁଁ କହିଲି ଚାଷ କରିବୁ ଲୋକ ଚାଷ ଛାଡିକି ଚାକିରି କରିବା ପାଇଁ ଆସୁଛନ୍ତି ତୁ ଚାକିରି ଛାଡିକି ଚାଷ କରିବୁ ମାସକୁ 1,00,000 ଟଙ୍କା କମଉଛୁ ପାଗଳ ହେଇଗଲୁ ନା କ'ଣ। ସେ କହିଲା ନା 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 ମୁଁ ଯେତିକି କମେଇବି ସେତିକିରେ ମୁଁ ସନ୍ତୁଷ୍ଟ ରହିବି କିନ୍ତୁ ମତେ ମତେ କ'ଣ ନା କ'ଣ ଆକର୍ଷଣ କରୁଛି ଚାଷବାସ କରିବା ପାଇଁ ଶାନ୍ତିରେ ଗଉ ରକ୍ଷା କରିବା ପାଇଁ ଗାଈ ଫାଇ ପାଳିବା ପାଇଁ ଅର୍ଗାନିକ ଚାଷ କରିବି ମାନେ ତା ଭିତରୁ ଗୋଟେ ତାକୁ ଆକର୍ଷଣ କରୁଛି ସେଇଟା। 10 ବର୍ଷ ଚାକିରି କଲା ପରେ ତାକୁ ଭଲ ଲାଗୁନି କୋଡ଼ିଂ ଫୋଡ଼ିଂ କରିବା ପାଇଁ ଟଙ୍କା 1,00,000 କମାଉଛି କ'ଣ ପାଇଁ କାରଣ ସେ ଭାବଟା ନାହିଁ ତାର ବୈଶ୍ୟ ଭାବଟା ଚାଷ କରିବା ପାଇଁ ତାର ଆକର୍ଷଣ କରୁଛି ଚାକିରି ଛାଡିଦେଲା ଆଜି ବି ଚାଷ କରୁଛି ଅର୍ଗାନିକ ଫାର୍ମିଂ ଗୋଟେ ଫାର୍ମ ହାଉସ କରିଛି ମହାରାଷ୍ଟ୍ରରେ ଥରେ ମୁଁ ଯାଇଥିଲି ସରଳ ଜୀବନ ବେଶୀ ପଇସା ପଇସା କମଉନି ସିମ୍ପଲ ଲାଇଫ ଆଉ ତାର ଭାଗ୍ୟ ଭଲ ତା ସ୍ତ୍ରୀ ବି ତାକୁ ସପୋର୍ଟ କରୁଛି 2 ଜଣ ଖୁସିରେ ଅଛନ୍ତି ବୁଝିପାରିଲେ ନା। ତ ମୁଁ ଦେଖିଲି ବର୍ତ୍ତମାନ ଯୋଉ ଯାଇଥିଲି ପଇସା କମ କମଉଛି କିନ୍ତୁ ଖୁସିରେ ଅଛି ସେଇଟା ମୁଁ ପ୍ରଥମେ ତାକୁ ଚାକିରି କଲାବେଳେ ଦେଖିନଥିଲି। ଚାକିରି କଲାବେଳେ ପଇସା ପୁଳାଏ କମଉଥିଲା କିନ୍ତୁ ଖୁସିରେ ନଥିଲା ସବୁବେଳେ ଡିସାଟିସ୍ଫାଇଡ୍ ରହିବ ଫ୍ରଷ୍ଟ୍ରେଟେଡ୍ ରହିବ କ'ଣ ପାଇଁ କାରଣ ତା ସ୍ୱଭାବଟା ମ୍ୟାଚ୍ ହଉନଥିଲା ତା ସହିତ ତା ଭିତରେ ଯୋଉ ଗୁଣଟା ଅଛି ଯୋଉ କାମଟା କରୁଥିଲା ମ୍ୟାଚିଂ ହଉନଥିଲା ସେଥିଲାଗି ଦୁଃଖରେ ରହୁଥିଲା। ସେଥିଲାଗି ଭଗବାନ କହିଛନ୍ତି ଗୁଣ କର୍ମ ବିବାହ ଗୁଣ କର୍ମ ଦିଟା ମ୍ୟାଚିଂ ହବାର ଅଛି। ଯୋଉ ଗୁଣ ଆପଣ ନେଇକି ଜନ୍ମ ହେଇଛନ୍ତି ସେଇ ଗୁଣଟା ର କର୍ମ ଯଦି ଆପଣ କରିବେ ଜୀବନରେ ତ ଆପଣ ଖୁସି ରହିବେ ବୁଢା ହେଲା ଯାଏଁ ଆପଣ ସନ୍ତୁଷ୍ଟ ରହିବେ ବୁଝିପାରିଲେ। ତ ଏଇ ଜିନିଷଟା ଭଗବାନ ଏଠାରେ ବୁଝାଉଛନ୍ତି। ଆଉ ଇଏ ଯୋଉ ବର୍ଣ୍ଣ ଗୁଡିକ ବି ଭଗବାନ ତିଆରି କରିଛନ୍ତି ଧୀରେ ଧୀରେ ମଣିଷକୁ ସେ ଭଗବାନଙ୍କ ଆଡକୁ ନେଇକି ଆସେ। ଆକୁ ଦୈବୀ ବର୍ଣ୍ଣ ଆଶ୍ରମ କହନ୍ତି। ଦୈବୀ ବର୍ଣ୍ଣ ଆଶ୍ରମ ମାନେ କ'ଣ ଦି ପ୍ରକାର ବର୍ଣ୍ଣ ଆଶ୍ରମ ଅଛି ଗୋଟେ ଆସୁରିକ ବର୍ଣ୍ଣ ଆଶ୍ରମ ଆଉ ଗୋଟେ ଦୈବୀ ବର୍ଣ୍ଣ ଆଶ୍ରମ। ଆସୁରିକ ବର୍ଣ୍ଣ ଆଶ୍ରମ ମାନେ କ'ଣ ଯୋଉଠି ଆପଣ ମାନେ ନିଜ ବର୍ଣ୍ଣ କର୍ମ କରୁଛନ୍ତି କିନ୍ତୁ କିଏ ଭଗବାନଙ୍କୁ କିଏ ମାନୁନାହାନ୍ତି ଏ ଭଗବାନ ଭଗବାନ କିଏ ଦେଖିଲା ତମ ଗୋଟେ ଭଗବାନ ପାଲା ଚଲେଇଛ ଗୋଟେ କାମ ଧନ୍ଦା କିଛି ନାହିଁ କାମ କର ନିଜର କର୍ମ ହିଁ ଭଗବାନ। ଏଇଟା ଆସୁରିକ ବର୍ଣ୍ଣ ଆଶ୍ରମ ନିଜର କର୍ମ କରିବେ କିନ୍ତୁ ଭଗବାନଙ୍କୁ ମାନିବେନି କିନ୍ତୁ ଓରିଜିନାଲିଟିରେ ଏଇଟା ବର୍ଣ୍ଣ ଆଶ୍ରମ ତିଆରି କରିବାର ମୁଖ୍ୟ ଉଦ୍ଦେଶ୍ୟ ଏହା କି ଯେ ଲୋକମାନଙ୍କୁ ଭଗବାନଙ୍କ ପାଖକୁ ନେଇକି ଆସିବା ସେଥିଲାଗି ଏଇଟା ତିଆରି କରାଯାଇଛି। ତାକୁ କହନ୍ତି ଦୈବୀ ବର୍ଣ୍ଣ ଆଶ୍ରମ। ଦୈବୀ ବର୍ଣ୍ଣ ଆଶ୍ରମ ମାନେ କ'ଣ ଏ ପୁରା ବର୍ଣ୍ଣ ଆଶ୍ରମ ତିଆରି କରିବାର କେନ୍ଦ୍ର ବିନ୍ଦୁରେ କୃଷ୍ଣ ବା ଜଗନ୍ନାଥ ବା ବିଷ୍ଣୁ ରହିବେ ବୁଝିପାରିଲେ। ତ ସବୁ କିଛି ଯିଏ ଯାହା କର୍ମ କରିବେ ତାକୁ ସେ କର୍ମଟାକୁ କାହାକୁ ସମର୍ପଣ କରିବେ ଜଗନ୍ନାଥଙ୍କୁ ସମର୍ପଣ କରିବେ। ବ୍ରାହ୍ମଣ ବ୍ରାହ୍ମଣର କର୍ତ୍ତବ୍ୟ କ'ଣ ପଠନ ପାଠନ ଯଜନ ଯାଜନ ଯାଜନ ଦାନ ପ୍ରତିଗ୍ରହଣ ପଠନ ପାଠନ ସେ ପାଠ ପଢିବ ଗୀତା ଭାଗବତ ସବୁ ପଠନ ପାଠନ ସେ ଅନ୍ୟକୁ ପଢେଇବ ଗୀତା ଭାଗବତ ସବୁ ଏଇଟା ବ୍ରାହ୍ମଣର କର୍ତ୍ତବ୍ୟ। ଯଜନ ଯାଜନ ପୂଜା କରିବ ଅର୍ଚ୍ଚ ବିଗ୍ରହଙ୍କର ଅନ୍ୟକୁ ପୂଜା କରାଇବା ଶିଖେଇବ। ଦାନ ପ୍ରତିଗ୍ରହଣ ଦାନ ସ୍ୱୀକାର କରିବ ପଇସା ବେଶୀ ହେଇଗଲେ ଅନ୍ୟକୁ ଦାନ ଦବ ଏମିତି ନାଇକି ସବୁ ପଇସା ଧରିକି ବସିଥିବ। ବ୍ରାହ୍ମଣର ଏସବୁ ହଉଛି କର୍ତ୍ତବ୍ୟ ବୁଝିପାରିଲେ ନା। ତ ସେଥିଲାଗି ଯାହାର ଯୋଉ କର୍ତ୍ତବ୍ୟ ଯଦି ଆମେ ସମ୍ପାଦନ କରିବା ସମାଜଟା ଗୋଟେ ଭଲ ଭାବରେ ବ୍ୟାଲେନ୍ସ ହେଇକି ସମାଜଟା ରହିବ। କିଏ ବଡ କିଏ ଛୋଟ ସେମିତି କିଛି ନାହିଁ ଏମିତି ନାଇଁ କି ବ୍ରାହ୍ମଣ ହେଇଗଲା ତ ଏଇ ବହୁତ ବଡ ହେଇଗଲା ଆଉ ଶୂଦ୍ରଟା ପୁରା ହୀନ କିଛି କାମକୁ ନାହିଁ ବେକାରକୁ ସେମିତି ସେମିତି କହିପାରିବାନି ସେଇଟା ଭୁଲ ଧାରଣା। ସବୁ ଗୋଟିଏ ପରିବାରର ଗୋଟିଏ ଗୋଟିଏ ଅଙ୍ଗ
ଯିଏ ଯାହାର ଅଙ୍ଗ ଯାହାର କର୍ତ୍ତବ୍ୟ ଯେ ସମ୍ପାଦନ ଠିକ ଭାବରେ କରିବେ, ଟୋଟାଲ ଆଉଟପୁଟ ଆମକୁ ଠିକରେ ମିଳିବ। ପ୍ରଭୁପାଦ ବହୁତ ସୁନ୍ଦର ଗୋଟେ ଉଦାହରଣ ଦଉଛନ୍ତି। ଯେମିତି ଆପଣଙ୍କ ଶରୀରଟା ଅଛି, ଶରୀରର ପ୍ରଭୁପାଦ ଉଦାହରଣ ଦଉଛନ୍ତି, ମୁଣ୍ଡଟାକୁ ଯଦି ବ୍ରାହ୍ମଣ ନିଅନ୍ତୁ, ହାତଟାକୁ କ୍ଷତ୍ରିୟ ନିଅନ୍ତୁ, ପେଟଟାକୁ ବୈଶ୍ୟ ନିଅନ୍ତୁ, ଗୋଡଟାକୁ ଶୂଦ୍ର ନିଅନ୍ତୁ, ତ ଇମ୍ପୋର୍ଟାଣ୍ଟ କଣ? ବ୍ରାହ୍ମଣଟା ଇମ୍ପୋର୍ଟାଣ୍ଟ, କାରଣ ବ୍ରାହ୍ମଣଟା ମାର୍ଗଦର୍ଶନ ଦେଇଥାଏ ସମାଜକୁ ଠିକ ରାସ୍ତାରେ ଯିବା ପାଇଁ। ମୁଣ୍ଡଟା ଯଦି କାଟିଦବ ଶରୀରରେ ରହିବ? ହାତ ଗୋଡ କଟିଗଲେ ଟିକେ ବଞ୍ଚିବାର ଚାନ୍ସେସ୍ ଅଛି, ମୁଣ୍ଡଟା କାଟିଦେଲେ ତ ଗଲା କାମକୁ। ତ ବ୍ରାହ୍ମଣକୁ ଯଦି ହଟେଇ ଦେବେ, ଯିଏ ଗୀତା ଭାଗବତ ପଢିକି ସମାଜଟାକୁ ଠିକ ରାସ୍ତା ଦେଖଉଛି, ତ ପଇସା ବେଶୀ କମେଇକି ଲାଭ କଣ? ତମେ ଯଦି ରାସ୍ତା ଜାଣିନ କୁଆଡେ ଯିବାର ଅଛି, କଣ ଲାଭ ସେ ପଇସା କମେଇକି? କିନ୍ତୁ ଆମେ କହିବା କି ଆରେ ବ୍ରାହ୍ମଣଟା ସବୁଠୁ ବଡ, ତାକୁ ସବୁ କିଛି ଦବା, ଆଉ ହାତ ଗୋଡକୁ ଛାଡିଦବା, ଶରୀର ରହିବ? ସମସ୍ତଙ୍କର କର୍ତ୍ତବ୍ୟ ଅଛି। ଗୋଡରେ ଆପଣ ଚାଲୁଛନ୍ତି, ହାତରେ କିଏ ଆପଣଙ୍କୁ ମାରିଲା ତା ହାତରେ ତାକୁ ପ୍ରୋଟେକ୍ସନ ରକ୍ଷା କରୁଛନ୍ତି। ଭାତ ଡାଲି ଆପଣ ପେଟରେ ଦେଲେ ପେଟରେ ସେଟା ଜୀର୍ଣ୍ଣ ହେଇକି ସମସ୍ତଙ୍କୁ ଶକ୍ତି ସେ ଦଉଛି। ଦେଖ ନା, ମୁଣ୍ଡଟା ସବୁଠୁ ବଡ, ମୁଣ୍ଡରେ ଏକା ଖାଇବାକୁ ଦବା। ଭାତ ଡାଲି ପକେଇବେ ମୁଣ୍ଡରେ, ଆଖିରେ, ନାକରେ, ତ ମୁଣ୍ଡଟା ରହିବ? କାମ କରିବନି। ମୁଣ୍ଡକୁ ଯଦି ଶକ୍ତି ଦବାର ଅଛି, ପେଟରେ ପକେଇବାକୁ ପଡିବ। ତ ପେଟଟା ଜୀର୍ଣ୍ଣ କରିକି ମୁଣ୍ଡକୁ ଦବ। ତ ମୁଣ୍ଡଟା ମଧ୍ୟ ନିର୍ଭର ହଉଛି କାହା ଉପରେ? ପେଟ ଉପରେ। ତ ବ୍ରାହ୍ମଣ ମଧ୍ୟ ନିର୍ଭର ହଉଛି ବୈଶ୍ୟ ଉପରେ। ବ୍ରାହ୍ମଣକୁ ମନ୍ଦିର ଚଲେଇବାକୁ ହେଲେ ଦାନ କୋଉଠୁ ଆସିବ? ବୈଶ୍ୟ ପଇସା କମେଇଲେ ଦାନ ଦେଲେ ସିନା ମନ୍ଦିର ଚାଲିବ। ଆମେ ବଡ ବଡ ଇସ୍କନ ସଂସ୍ଥା ଆମେ ଚଲଉଛେ, ଏତେ ଏତେ କୋଟି କୋଟି ଟଙ୍କା ଖର୍ଚ୍ଚ ହଉଛି, ପଇସା କୋଉଠୁ ଆସୁଛି? ଆମେ ପଇସା କମଉଛେ? ଆମେ ତ ଚାକିରି ଛାଡିକି ବସିଛେ ଏଇଠି ଭାବୁଛେ ଆମେ କୁଆଡେ ପଇସା କମେଇବୁ। ପଇସା ଦଉଛି କିଏ? ପଇସା ଦଉଛନ୍ତି ଯେ ବୈଶ୍ୟ, ଯେ ପଇସା କମଉଛି। ତ ଆମେ ବି ତାଙ୍କ ଉପରେ ନିର୍ଭର ଅଛୁ ନା। ବୁଝିପାରିଲେ ନା? ତ ଏହିପରି ଭାବରେ କିଏ ବଡ କିଏ ଛୋଟ ନୁହନ୍ତି, ଯାହାର ଗୁଣ କର୍ମ ହିସାବରେ କର୍ତ୍ତବ୍ୟ, ସେ କର୍ତ୍ତବ୍ୟ ଯଦି ଠିକ କରିବା, ତ ଦେହଟା ଠିକରେ ରହିବ। ମୁଣ୍ଡ ରାସ୍ତା ଦେଖେଇବ, ପେଟ ଜୀର୍ଣ୍ଣ କରିକି ଶକ୍ତି ଦବ, ହାତ ରକ୍ଷା କରିବ, ଗୋଡ ଚାଲିବ। ତ ଦେହଟା ପୁରା ଶରୀରଟା ଠିକରେ ରହିବ, ସମାଜଟା ଠିକରେ ରହିବ। ସେଥିଲାଗି କିଏ ବଡ କିଏ ଛୋଟ, ସେଇଟା ବହୁତ ଭୁଲ ଜିନିଷ ଯୋଉଟା କି ସମାଜରେ ଚାଲି ଆସୁଛି କିଛି କାରଣ ଦ୍ଵାରା। ଏକ୍ସପ୍ଲଟେସନ, ମାନେ ବ୍ରାହ୍ମଣ ଏକ୍ସପ୍ଲଟେସନ କଲା କ୍ଷତ୍ରିୟକୁ ଶୂଦ୍ରକୁ, ତ ସେଥିଲାଗି ଜାତି ଭାତି ସବୁ ଏସବୁ ହେଇଥାଉଛି ନା। ସେଥିଲାଗି କିଏ ବଡ କିଏ ଛୋଟ, ସେ ସବୁ ଭୁଲ ଧାରଣା। ସେଇଟା କୋଉଠି ବି ଭଗବାନ ଶାସ୍ତ୍ରରେ ଲେଖି ନାହାନ୍ତି। କୋଉଠି ନା କୋଉଠି ମୁଁ ମାନୁଛି ସମାଜରେ ସମୟ ଦ୍ଵାରା ବ୍ରାହ୍ମଣ ମାନେ ଯୋଉମାନେ କରପ୍ଟ ହେଇଗଲେ, ଯୋଉମାନେ ଭୁଲ ରାସ୍ତାରେ ଗଲେ, ସେମାନେ ଛୋଟ ଜାତି ମାନଙ୍କୁ ବହୁତ ଏକ୍ସପ୍ଲଟେସନ କରିଛନ୍ତି, ବହୁତ ଏକ୍ସପ୍ଲଟେସନ କରିଛନ୍ତି। ଆମ ଓଡିଶାରେ ତ ବହୁତ ଫେମସ ଏଥିପାଇଁ, ଆଜି ବି କିଛି କିଛି ଜାଗାରେ ହେଇ ଆସୁଛି। ସେଇଟା ବହୁତ ଭୁଲ ଜିନିଷ, ସେଇଟା କେବେ ହବା କଥା ନୁହେଁ। ଆମର ଗୁଣ ହିସାବରେ ଆମେ କର୍ତ୍ତବ୍ୟ କରୁଛୁ। ଯଦି ଆପଣ ଗୋଟେ ବର୍ଣ୍ଣକୁ କାଢିଦେବେ, ସମାଜଟା ଇମ୍ବାଲେନ୍ସ ହେଇଯିବ ପୁରା। ତାପରେ ପ୍ରଭୁପାଦ ଆଗକୁ କହୁଛନ୍ତି, ଆ, ବ୍ରହ୍ମ ଜାନାତି ଇତି ହି ବ୍ରାହ୍ମଣ। ବ୍ରାହ୍ମଣର ଅର୍ଥ କଣ? ବ୍ରହ୍ମ ଜାନାତି ଇତି ହି ବ୍ରାହ୍ମଣ। ଯିଏ ବ୍ରହ୍ମକୁ ଜାଣିଛି, ତାକୁ ବ୍ରାହ୍ମଣ ବୋଲି କହନ୍ତି। ଥରେ ମୁଁ ଯାଉଥିଲି ବମ୍ବେରେ ଟ୍ୟାକ୍ସିରେ, ତ ଆମକୁ ଏ କପଡାରେ ଦେଖିଲେ ଲୋକମାନେ ପୁରା ଏକ୍ସାଇଟେଡ ହେଇଯାନ୍ତି, କିଛି କିଛି ପ୍ରଶ୍ନ ପଚାରନ୍ତି। ତ ଜଣେ ମତେ ପ୍ରଶ୍ନ ପଚାରୁଛି, ଆରେ ମହାରାଜ, ଏତେ ଗୁଡାଏ ପାନ ଧରିଛି ପାଟିରେ, अरे महाराज हम भी चतुर्वेदी हैं बोली, ता पैता काढ़ी देखुची, हम भी चतुर्वेदी हैं। तो ମୁଁ କହିଲି, अच्छा आप चतुर्वेदी हैं, तो आप चार वेद तो पढ़ लिए होंगे फिर आप। बोले, चार वेद? हम बचपन से कुछ वेद वेद नहीं पढ़े, हम तो टैक्सी चला रहे हैं बॉम्बे में। बोले, अच्छा आप ऐसा चतुर्वेदी हैं, टैक्सी चलाने वाला चतुर्वेदी? चतुर्वेदी ମାନେ ଚାରିଟା ବେଦ ଯିଏ ପଢିଛି ତାକୁ ଚତୁର୍ବେଦୀ କହନ୍ତି। ତ ଇଏ ବ୍ରାହ୍ମଣ ହେଇକି ଲାଭ କଣ ହେଲା? ବୁଝିପାରିଲେ ନା? ତ ସେଥିଲାଗି ଭଗବାନ କହୁଛନ୍ତି, ଗୁଣ କର୍ମ, ଜନ୍ମରୁ କିଏ ବ୍ରାହ୍ମଣ ହେଇନି। ତମେ ବ୍ରାହ୍ମଣ ପରିବାରରେ ଜନ୍ମ ହେଇପାର, ଯଦି ତମର ଗୁଣ ବ୍ରାହ୍ମଣର ନାହିଁ, ତମର ଗୁଣ ଯଦି ଶୂଦ୍ରର କରୁଛ, ତାହେଲେ ତମେ ଶୂଦ୍ର ହେଇଛ। ଜନ୍ମ ହେଇଛୁ ଗୋଟେ ପରିବାରରେ, ତ ଆମକୁ ଗୋଟେ ସପୋର୍ଟ ମିଳୁଛି ସେ ଜିନିଷ ହବାର। ଯେମିତି ମୁଁ ଉଦାହରଣ ଦିଏ, ଡକ୍ଟର ପରିବାରରେ ତମେ ଜନ୍ମ ହେଇଛ, ତ ଡକ୍ଟର ହବାର ହାଇ ଚାନ୍ସେସ୍ ଅଛି। କଣ ପାଇଁ? ବାପା ମା ସାନ ବେଳୁ ତମକୁ ଶିଖେଇବେ, ବାପା ଦେଖୁଛି ବାପା କେମିତି ଇଞ୍ଜେକ୍ସନ ଦଉଛି, ସବୁ ଦେଖିଲା, ତାକୁ ଗୋଟେ ଇନ୍ସପିରେସନ ମିଳିଲା। ଆଉ ବାପା ବି ତାକୁ ଟିକେ ଗାଇଡ କଲା, ଏଇ ପାଠ ପଢେ, ଏମିତି ପଢେ, ସେମିତି ପଢେ, ଏ ଏକ୍ସାମ ଟା ଦେ, ଏଇଟା ପାସ୍ କରିବ, ହେଇଯିବ। ତ ସେ 78% ଚାନ୍ସେସ୍ ଅଛି ଡକ୍ଟର ହେଇଯିବ। ଯଦି ବାପାର କଥା ଶୁଣିଲା, ସେ ରାସ୍ତାରେ ଗଲା, ତ ଡକ୍ଟର ହେଇଯିବ। କିନ୍ତୁ ଯଦି ସେ ଶୁଣିଲାନି, ସେ କହିଲା ମୁଁ ଏସବୁ ଭାବିନି, କିଛି ଦରକାର ନାହିଁ ଏସବୁ, ତା ମନ ମାନି ସବୁ ମନ ଇଚ୍ଛା କଲା, କଣ ଡକ୍ଟର ହେଇଯିବ?
କାଲି ସକାଳେ ତା ବାପା କ୍ଲିନିକରେ ବସିନି, ତା ପୁଅ ଆସିକି ବସି ପଡ଼ିଲା। ପେସେଣ୍ଟ ଆସିଲା, ବାପା କାହାନ୍ତି, ଡକ୍ଟର ସାର୍ କାହାନ୍ତି? ଡକ୍ଟର ସାର୍ ଟିକେ ବାହାରକୁ ଯାଇଛନ୍ତି, ମୁଁ ଦଉଛି ମେଡିସିନ, ବସୁନ। ତମେ ଦବ? ତମେ କୋଉଠୁ ପାସ ଆଉଟ ହେଇଛ ଡକ୍ଟର? ଆରେ ପାସ ଆଉଟ କଣ ହେବି, ତାଙ୍କ ପୁଅ ମୁଁ ଜାଣିନା, ମୁଁ କହିବିନି ଦେ ବସ, କିଏ ନବ ମେଡିସିନ? ତମକୁ ଡକ୍ଟର ହବାକୁ ହେଲେ ଡକ୍ଟର କଲେଜରେ ଦାଖଲ ହେଇକି ପାଠ ପଢିକି ଏକ୍ଜାମ ପାସ୍ କଲେ ହିଁ ଡକ୍ଟର ହେଇପାରିବ। ସେ କର୍ମ କରିବାକୁ ପଡିବ। ଜନ୍ମରୁ କିଏ ହେଇନି। ସେହିପରି ଭାବରେ ବ୍ରାହ୍ମଣ କୁଳରେ ଜନ୍ମ ହେଇଥିବ କିନ୍ତୁ ସ୍ୱଭାବ ନାହିଁ, ଗୁଣ ନାହିଁ, କର୍ମ ନାହିଁ ତାର, ମଦ ମାଂସ ଖାଉଥିବ, ସେ କି ବ୍ରାହ୍ମଣ? ସେ ତ ଶୂଦ୍ରରୁ ବି ହୀନ ହେଇଗଲା। ବୁଝିପାରିଲେ? ତ ଏଇ ଜିନିଷଟା ଭଗବାନ କହୁଛନ୍ତି, ଚତୁର୍ବର୍ଣ୍ଣ ମୟା ସୃଷ୍ଟମ ଗୁଣ କର୍ମ, ଗୁଣ କର୍ମ ହିସାବରେ ଗୋଟେ ବର୍ଣ୍ଣଟା ହେଇଥାଏ। ଜନ୍ମରୁ କିଏ ହେଇନଥାଏ, ଜନ୍ମରୁ କେବେ ବି ହେଇନଥାଏ। ଜନ୍ମରୁ ତମକୁ ଗୋଟେ ସୁବିଧା ମିଳିଲା ହବା ପାଇଁ, ତମକୁ ଗୋଟେ ଚାନ୍ସ ମିଳିଲା ହବା ପାଇଁ। ତମେ ଯଦି ନିଜକୁ ଟ୍ରେନିଂ କରିକି କରିପାରିବନି, ତାହେଲେ ତମେ ନୁହେଁ ସେଇଟା। ଜଣେ ଶୂଦ୍ର ବ୍ୟକ୍ତି ବି ଯଦି ସେ ବ୍ରାହ୍ମଣର କର୍ମ କରିଲା, ବ୍ରାହ୍ମଣର ଗୁଣକୁ ସେ ପ୍ରାପ୍ତ କରିଲା, ସେ ବ୍ରାହ୍ମଣ ହେଇପାରିବ। ଶାସ୍ତ୍ରରେ କେତେ ଉଦାହରଣ ଅଛି। ବିଶ୍ୱାମିତ୍ର ମୁନି ଜନ୍ମ ହେଇଥିଲେ କୋଉଠି? କ୍ଷତ୍ରିୟ ପରିବାରରେ ଜନ୍ମ ହେଇଥିଲେ, କିନ୍ତୁ ତାଙ୍କୁ ଇଚ୍ଛା ଥିଲା ବ୍ରାହ୍ମଣ ହବାର। ତପସ୍ୟା କରିଲେ, ଶାସ୍ତ୍ର ପଢିଲେ, ବ୍ରହ୍ମ ଋଷି ହେଇଗଲେ। ହେଲେ କି ନାଇଁ ବିଶ୍ୱାମିତ୍ର ମୁନି? କିଏ ଥିଲେ? ସେ କ୍ଷତ୍ରିୟ ଥିଲେ ପ୍ରଥମେ। ସେ ଏମିତି ବ୍ରହ୍ମ ଋଷି ହେଲେ କି ପ୍ରଭୁ ରାମଚନ୍ଦ୍ର ତାଙ୍କ ଠାରୁ ଦୀକ୍ଷା ନେଲେ, ତାଙ୍କ ଶିଷ୍ୟ ହେଲେ, ସାକ୍ଷାତ ଭଗବାନ। ତ ଏହିପରି ଭାବରେ ଆମକୁ ଦେଖିବାକୁ ପଡିବ, କର୍ମଟାକୁ ପ୍ରାଧାନ୍ୟ ବେଶୀ ଦିଆଯାଇଛି। ବୁଝା ପଡିଲା? ତ ଏଠାରେ ପ୍ରଭୁପାଦ କହୁଛନ୍ତି, ବ୍ରାହ୍ମଣ ମାନେ ଯିଏ ବ୍ରହ୍ମକୁ ଜାଣିଛି, ଆଉ ବୈଷ୍ଣବ ଯିଏ ଭଗବାନ କୃଷ୍ଣକୁ, ଜଗନ୍ନାଥକୁ, ବିଷ୍ଣୁଙ୍କର ରୂପଟାକୁ ଜାଣିଛି। ଆଉ ବ୍ରାହ୍ମଣ ବୈଷ୍ଣବଙ୍କ ମଧ୍ୟରେ ଦିଟା ଯଦି ଆମେ କମ୍ପାରିଜନ କରିବା, ତ ବ୍ରହ୍ମକୁ ଯିଏ ଜାଣିଛି ସେ ବ୍ରାହ୍ମଣ। କିନ୍ତୁ ଆମେ କାଲି ଚର୍ଚ୍ଚା କରିଥିଲେ ତିନି ପ୍ରକାର ଭଗବାନଙ୍କର ସାକ୍ଷାତକାର ଅଛି, ବ୍ରହ୍ମ, ପରମାତ୍ମା ଆଉ ତାଙ୍କର ସାକାର ରୂପ ଭଗବାନ। ତ ବୈଷ୍ଣବ ଯିଏ, ସେ ଭଗବାନ ରୂପଟାକୁ ସାକ୍ଷାତକାର କରିଥାଏ। ସେ ଭଗବାନଙ୍କର ସେବା ଭାବ କରିଥାଏ, ସେବା କରିଥାଏ, ଭଗବାନଙ୍କୁ ଜାଣିଥାଏ। କିନ୍ତୁ ବ୍ରାହ୍ମଣ ଗ୍ୟାରେଣ୍ଟି ନାହିଁ ସେ ଜାଣିଥିବ। ସେ ବ୍ରହ୍ମକୁ ଧ୍ୟାନ କରିକି ବ୍ରହ୍ମରେ ଲୀନ ହବା ପାଇଁ ସେ ଚାହିଁପାରିବି ବ୍ରାହ୍ମଣ। ସେଥିଲାଗି ସବୁବେଳେ ବୈଷ୍ଣବକୁ ବେଶୀ ପ୍ରାଧାନ୍ୟ ଦିଆଯାଏ। ବ୍ରାହ୍ମଣ ଆଉ ବୈଷ୍ଣବଙ୍କ ଭିତରେ ଯେତେବେଳେ ତୁଳନା କରାଯାଏ, ବୈଷ୍ଣବକୁ ବେଶୀ ପ୍ରାଧାନ୍ୟ ଦିଆଯାଏ। କାରଣ ସେ ଭଗବାନ ବିଷ୍ଣୁଙ୍କର ଭକ୍ତି କରିଥାଏ। ସେ ବ୍ରହ୍ମକୁ ଜାଣି ସାରିଲାଣି, ପରମାତ୍ମାକୁ ଜାଣି ସାରିଲାଣି, ଭଗବାନଙ୍କ ପ୍ରତି ତାର ଭକ୍ତି ଭାବ ଅଛି। ସେଥିଲାଗି ବୈଷ୍ଣବ ଯିଏ ଥାଏ, ସେ ଚତୁର୍ବର୍ଣ୍ଣର ଉପରେ, ତାକୁ ଏ ନିୟମ କାନୁନ କିଛି ଲାଗୁ ହୁଏନି। ସେଥିଲାଗି ଆମର ଇସ୍କନରେ ଦେଖନ୍ତୁ, ସବୁ ବର୍ଣ୍ଣ ଲୋକ ଅଛନ୍ତି ଏଠାରେ, ସେବା କରୁଛନ୍ତି। ଥରେ ଥରେ ଲୋକ କ୍ରିଟିସାଇଜ କରୁଛନ୍ତି, ଏ ଇସ୍କନ ତମେ ସଂସାରରେ ସମସ୍ତଙ୍କୁ ପୁରେଇ ଦେଇଛ, ଏ ମ୍ଲେଚ୍ଛ ଲୋକମାନଙ୍କୁ ବି ପୁରେଇ ଦେଇଛ ବିଦେଶରୁ, କଣ ପାଇଁ ପୁରେଇ ପାରିବାନି? କଣ ଅସୁବିଧା ହେଲା? ତମର କଣ ଅବଜେକ୍ସନ ହେଲା? ସେ ଆମେରିକାରେ ଜନ୍ମ ହେଇଥାଉ, ସେ 16 ମାଳ ଜପ ତ କରୁଛି, 4 ନିୟମ ପାଳନ କରୁଛି, ସକାଳୁ 4ଟାରୁ ଉଠୁଛି, ମଙ୍ଗଳ ଆରତି କରୁଛି, 16 ମାଳ ଜପ କରୁଛି, ଭଗବାନଙ୍କ ଅର୍ଚ୍ଚ ବିଗ୍ରହ ପୂଜା କରୁଛି, ବେଦ ପଢୁଛି, ଶାସ୍ତ୍ର ପଢୁଛି, ପିଆଜ ରସୁଣ ନ ଖାଇକି ଭଗବାନଙ୍କୁ ଭୋଗ ଲଗେଇକି ଖାଉଛି, ଚା କଫି ପିଉନି। ତମେ କେତେ ଛାଡିଦେଲ ଚା କଫି? ଚା କଫି ଆମେ ଛାଡି ପାରୁନେ, ପିଆଜ ରସୁଣ ଛାଡି ପାରୁନେ, ପାନ ଗୁଟୁକା ଛାଡି ପାରୁନେ। ଆମେ କହୁଛେ ଆମେ ବ୍ରାହ୍ମଣ, ଆମେ ଜନ୍ମ ହେଇଛେ ବ୍ରାହ୍ମଣ ପରିବାରରେ। ଏଇଟା କଣ ତମର ଘରର ପ୍ରପର୍ଟି? ଶାସ୍ତ୍ରରେ କୁହାଯାଉଛି ଗୁଣକର୍ମ ବିଭାଗ ସହ ସମସ୍ତେ ପୁରି ପାରିବେ। ଆଫ୍ରିକାର ଲୋକ ବି ହେଇପାରିବ ବୈଷ୍ଣବ, କଣ ପାଇଁ ହେଇପାରିବନି? ଏ ବ୍ରହ୍ମାଣ୍ଡରେ ମଣିଷ ଜନ୍ମ ଯିଏ ହେଇଛି, ମଣିଷ ଜନ୍ମ ହେଇଛି ଏସବୁ ହବା ପାଇଁ, ବ୍ରାହ୍ମଣ ବୈଷ୍ଣବ ହବା ପାଇଁ। ସେଥିପାଇଁ ତ ମଣିଷ ଜନ୍ମ ଦିଆଯାଇଛି। ଆଉ ଯିଏ ମାନିଲା, ଯିଏ ପାଳନ କରିପାରିଲା, ସେ ହେଇପାରିବ, କଣ ପାଇଁ ହେଇପାରିବନି? ଚର୍ଚ୍ଚ ବିଗ୍ରହ ପୂଜା କରିବ, ତମେ ଦେଖ ତାର କର୍ମକୁ ଦେଖ, କର୍ମକୁ ଦେଖ, ସକାଳୁ ସନ୍ଧ୍ୟାରେ ସେ କଣ କର୍ମ କରୁଛି। ଆମେ ନିଜକୁ ବ୍ରାହ୍ମଣ ବୋଲି କହୁଛେ, ଆମର କର୍ମକୁ ଦେଖ ଆମେ କଣ କରୁଛେ। ତ ଏଇଟା ଲୋକ ଥରେ ଥରେ ସହି ପାରନ୍ତିନି, ଲୋକ ଥରେ ଥରେ ଦ୍ୱେଷ ହୁଅନ୍ତି, ଆରେ ମୁଁ କରିପାରୁନି, ଏ ମ୍ଲେଚ୍ଛ ଲୋକ ଆସିକି ହେଇଗଲେ, ଚାଲ ଆଙ୍କ ବିଷୟରେ କିଛି କହିବା, ଗୋଟେ ଏଗେନଷ୍ଟ ଗୋଟେ ପ୍ରୋପାଗାଣ୍ଡା ଗୋଟେ କରିବା। ବୁଝିପାରିଲେ? ତ ଏଇଟା ଚାଲିଛି, କହିବା ଲୋକ କହୁଥିବେ, ଆଉ ଯିଏ ଠିକ ରାସ୍ତାରେ ଅଛି, ସେ ଭକ୍ତି କରିକି ସେ ବ୍ୟାକ୍ ଟୁ ଗଡେଡ ବୈକୁଣ୍ଠ ବି ଚାଲି ଯାଇଥିବ। ଏ ଇସ୍କନ ଷ୍ଟାର୍ଟ ହେଇକି 60-70 ବର୍ଷ ହେଇଗଲାଣି। କେତେ କେତେ ଭକ୍ତ ମାନେ ଭକ୍ତି କରିକି ନିଜ ଶରୀର ଛାଡିକି ସେ ବୈକୁଣ୍ଠରେ ବର୍ତ୍ତମାନ ଅଛନ୍ତି, ଭଗବାନଙ୍କ ନାମ ଜପ କରିକି। ବୁଝିପାରିଲେ ନା? ଆଉ କହିବା ଲୋକ କହୁଥିବେ, କଣ ଲାଭ? ତ ସେଇପରି ଭାବରେ ଏଇ ଜିନିଷଟାକୁ ଆମକୁ ବହୁତ ଭଲ ଭାବରେ
ବୁଝିବାକୁ ପଡିବ। ଚତୁର୍ବର୍ଣ୍ଣମ ମୟା ସୃଷ୍ଟମ ଗୁଣ କର୍ମ ବିଭାଗ ସହ। ଗୁଣ କର୍ମକୁ ନେଇ ବଣ୍ଟା ଯାଇଛି ବୋଲି ଭଗବାନ କହୁଛନ୍ତି। ହରେ କୃଷ୍ଣ।